ଦେଖନ୍ତୁ ଏ ଦୁର୍ଘଟଣା ଏଠି ତ ଘଟଣା କୁହାଯିବନି, ଦୁର୍ଘଟଣା କୁହାଯିବ। ଦୁର୍ଘଟଣା ନିଶ୍ଚିତ ଭାବରେ ଦୁଃଖଦାୟକ କଥା। ଦୁର୍ଘଟଣା ଗୋଟେ ଅଚାନକ ହେଇଯାଏ, କିନ୍ତୁ ଦୁର୍ଘଟଣା ଘଟିଲା ପରେ ସରକାର ତାଙ୍କ ପ୍ରତି କେତେ ସମ୍ବେଦନଶୀଳ ହେଲେ ଏବଂ ସେହି ଅନୁପାତରେ କ'ଣ କାର୍ଯ୍ୟାନୁଷ୍ଠାନ ନେଲେ, କ'ଣ ପ୍ରିକସନ୍ ନେଲେ, କ'ଣ ଡେଭଲପମେଣ୍ଟ କଲେ, ସେଇଟା ବେଶୀ ଇମ୍ପୋର୍ଟାଣ୍ଟ। ଆପଣ କହିପାରିବେନି ଯେ ସାରା ପୃଥିବୀରେ ବି କେଣେ କିଛି ଦୁର୍ଘଟଣା ଘଟୁନାହିଁ। ଦୁର୍ଘଟଣା ଘଟିଛି, ଏଥିପାଇଁ ଆମେ ଦୁଃଖ ପ୍ରକାଶ କରିବା ସହିତ ଆ ପ୍ରତି ସମ୍ବେଦନଶୀଳ ଅଛୁ ଏବଂ ୟାକୁ କି ପ୍ରକାର ଭାବରେ ଆଗକୁ ଆଉ ନ ହେବ ତା ପାଇଁ ଯତ୍ନବାନ ହେଉଛୁ ଏବଂ ଏଟା କି ପ୍ରକାର ହେଲା ୟା ପାଇଁ କିଏ ଯଦି କେହି ତା ପାଇଁ ଦାୟୀ ଅଛି ତାକୁ ମଧ୍ୟ ଆଜି ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ, ଅଗ୍ନିଶମ ବିଭାଗର ସଚିବ ଏମାନେ ସମସ୍ତେ ବସିଛନ୍ତି। ଏ ବିଷୟରେ ଆଲୋଚନା ଚାଲିଛି ଏବଂ ତା ତଦନ୍ତ କରାଯିବ ଏବଂ ଏଟା କି ପ୍ରକାର ଭାବରେ ଆଗକୁ ଆଉ ରିପିଟ୍ ନ ହେବ ଏବଂ ୟା ପାଇଁ ଯଦି କେହି ଦାୟୀ ଥିବେ ତାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି।